ବଡ଼େନ ଦ୍ୱାରଶନି ମନ୍ଦିରର ନୂତନ କର୍ମକର୍ତ୍ତା ଚୟନ। ନୂଆପଡ଼ା ଜିଲ୍ଲା ବଡ଼େନ ବ୍ଲକ ଅନ୍ତର୍ଗତ ବଡ଼େନ ଗ୍ରାମରେ ପୂଜା ପାଉଛନ୍ତି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦ୍ୱାରଶନି। ଏ ଅଞ୍ଚଳ ପାଇଁ ମା ଦ୍ୱାରଶନି ଘଣ୍ଟ ଘୋଡ଼େଇ ରଖିଥିବା ବେଳେ ସୁଖରେ ଦୁଃଖରେ ମାଙ୍କ ଉପରେ ଭରସା ରଖିଥାନ୍ତି ଅଞ୍ଚଳବାସୀ। ବଡ଼େନ ଗ୍ରାମର ଏହି ଅଧିଷ୍ଠାତ୍ରୀ ଦେବୀ ବଡ଼େନ ଗ୍ରାମ ସହିତ 24ଟି ଗ୍ରାମର ଲୋକ ଭରସା କରିଥାନ୍ତି। ସେହି ମାଙ୍କ ପାଇଁ ବଡ଼େନ ଗ୍ରାମରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ନିକଟରେ ଶେଷ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବର ମାସ 9 ତାରିଖରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯିବ ବୋଲି ସ୍ଥିର କରାଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନୂତନ କର୍ମକର୍ତ୍ତା ଚୟନ କରିବା ଉଦ୍ଦେଶ୍ୟରେ 24ଟି ଗ୍ରାମକୁ ନେଇ ଏକ ଜରୁରୀକାଳୀନ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାମତ ନେଇ ମନ୍ଦିର ପରିଚାଳନା କମିଟି ସଭାପତି ଭାବରେ ରାଜୁ ସିଂ ମାଝୀ, ଉପସଭାପତି ଭାବରେ ଅନ୍ତର ମାଝୀ, ସମ୍ପାଦକ ସଜନେଶ୍ୱର ମଲ୍ଲିକ, ଯୁଗ୍ମ ସମ୍ପାଦକ ଦୁଧିଆ ମାଝୀ, କୋଷାଧ୍ୟକ୍ଷ ମଝିଆ ମାଝୀଙ୍କୁ ଚୟନ କରିଥିଲେ। ସେହିପରି ଉପଦେଷ୍ଟା ଭାବରେ ଲମ୍ବୋଦର ନିଆଲ, ତହିତ ଦଣ୍ଡସେନା, ରାଜେନ୍ଦ୍ର ସିଂ ନୀନା, ଡିଙ୍ଗର ମହାନନ୍ଦ, ଯୋଗେନ୍ଦ୍ର ମାଝୀ, ପୁସ୍ତକ ନାଗ, ନିଲାମ ନାଇକ ଏବଂ ଅନେକ ସଦସ୍ୟ ସାମିଲ ହୋଇଥିଲେ। ଏହି ବୈଠକରେ 24ଟି ଗ୍ରାମର ଶତାଧିକ ଲୋକ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନରେ ଅଂଶଗ୍ରହଣ କରିଥିଲେ।